ଅଗଷ୍ଟ ଆରମ୍ଭରୁ ଝଟକା ଦେଲା ଏହି ସରକାରୀ ବ୍ୟାଙ୍କ। ଜାଣନ୍ତୁ କେତେ ଦେବାକୁ ପଡ଼ିବ EMI। ଦେଶର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଗଷ୍ଟ ପହିଲାରୁ 5 ବେସିସ୍ ପଏଣ୍ଟ ଅର୍ଥାତ୍ 0.05% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ବୃଦ୍ଧି ପରେ ଗ୍ରାହକଙ୍କ ଉପରେ ଋଣ EMI ବୋଝ ଆହୁରି ବୃଦ୍ଧି ପାଇବ। ନୂଆ ଦର ଗୁରୁବାର 1 ଅଗଷ୍ଟ 2024ରୁ ଲାଗୁ ହୋଇଛି। ଏକ ବର୍ଷର ବୃଦ୍ଧି ବର୍ତ୍ତମାନ 8.85%ରୁ 8.90%କୁ ବୃଦ୍ଧି ପାଇଛି। ଅଧିକାଂଶ ବ୍ୟକ୍ତିଗତ ଋଣ ଅଟୋ ଲୋନ୍ ପାଇଁ ମାତ୍ର ଗୋଟିଏ ବର୍ଷର MCLR ଧାର୍ଯ୍ୟ କରାଯାଇଛି। ସେହିପରି 3 ବର୍ଷିଆ 5 ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇ 9.15%ରୁ 9.20% କରାଯାଇଛି। ସେହିପରି ବ୍ୟାଙ୍କର 1 ମାସ, 3 ମାସ ଓ 6 ମାସର MCLR 8.35%ରୁ 8.55% ମଧ୍ୟରେ ରହିଛି। ସେହିପରି ରାତାରାତି MCLR ମଧ୍ୟ 5 ବେସିସ୍ ପଏଣ୍ଟ ବୃଦ୍ଧି ପାଇ 8.25%ରୁ 8.30%କୁ ବୃଦ୍ଧି ପାଇଛି। ବ୍ୟାଙ୍କର ନୂଆ ଦର 31 ଜୁଲାଇ 2024ରୁ ଲାଗୁ ହୋଇଛି। ଆପଣମାନଙ୍କ ପାଇଁ ନେଇ ଆସିବି ଆଗକୁ ନୂଆ ନୂଆ ଖବର। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ନମସ୍କାର ଓଡ଼ିଶାବାସୀ।